ଆଜି ଚାଲନ୍ତୁ ଗୋଟେ ବହୁତ ମୌଳିକ ପ୍ରଶ୍ନ ଉପରେ କଥା ହେବା। ହୁଁ, କୁହନ୍ତୁ। ଜଣେ ମଣିଷର ପ୍ରକୃତ ପରିଚୟ କ'ଣ? ତାର ନାମ, ତାର ପଦବୀ ନା ତାର ବ୍ୟବହାର? ଏଇଟା ବହୁତ ଗଭୀର ପ୍ରଶ୍ନ। ମାନେ ଆମେ ଯାହା ବାରମ୍ବାର କରୁ, ଆମର ଯୋଉ ଅଭ୍ୟାସ, ସେଇଟା ହିଁ ଆମେ। ଠିକ୍ ସେଇ କଥା। ଆଉ ଏହି ବିଷୟରେ ଆମେ ଆଜି ସ୍ୱାମୀ ପ୍ରଣବାନନ୍ଦଙ୍କ ବାଣୀରୁ ଅନୁପ୍ରାଣିତ ପ୍ରେରଣା ପୁସ୍ତକରୁ ଗୋଟିଏ କାହାଣୀକୁ ନେଇ ଆଲୋଚନା କରିବା। ବହୁତ ଭଲ। କାହାଣୀଟି କେମିତି ଆରମ୍ଭ ହେଉଛି? କାହାଣୀରେ ଜଣେ ଲୋକ ରାଜ ଦରବାରରେ ପହଞ୍ଚିଲା ଆଉ ସେ ଦାବି କଲା ଯେ ସେ କେବଳ ଦେଖିକରି ଯେକୌଣସି ମଣିଷ ବା ପଶୁର ପ୍ରକୃତ ପରିଚୟ ଦେଇପାରିବ। ବାଃ, ଏଇଟା ତ ବଡ଼ ଦାବି। ତ ରାଜା ନିଶ୍ଚୟ ତାର ପରୀକ୍ଷା ନେବାକୁ ଚାହିଁଥିବେ। ହଁ, ବିଲକୁଲ। ରାଜା ପ୍ରଥମେ ତାଙ୍କର ସବୁଠୁ ପ୍ରିୟ ଆଉ ଦାମୀ ଘୋଡ଼ା ବିଷୟରେ ପଚାରିଲେ। ଆଚ୍ଛା। ଆଉ ସେ ଲୋକ ଜଣକ ଘୋଡ଼ାକୁ ଦେଖିଲା ଆଉ ସିଧା କହିଲା। କ'ଣ କହିଲା? ସେ କହିଲା, ଏହା ଏକ ଭଲ ନସଲର ଘୋଡ଼ା ନୁହେଁ। ଆରେ, ରାଜା ତ ଆଶ୍ଚର୍ଯ୍ୟ ହୋଇଯାଇଥିବେ, ଏତେ ଦାମୀ ଘୋଡ଼ା। ହଁ, ସେ ତ ପୁରା ଚକିତ। କିନ୍ତୁ ଯେତେବେଳେ ତଦନ୍ତ କଲେ, ଘୋଡ଼ାର ପୂର୍ବ ମାଲିକଙ୍କୁ ଯେତେବେଳେ ପଚରାଗଲା, ସେତେବେଳେ ଜଣାପଡ଼ିଲା ଯେ ଘୋଡ଼ାଟା ତ ଭଲ ନସଲର, କିନ୍ତୁ କ'ଣ? ଜନ୍ମ ହେବା ମାତ୍ରେ ହିଁ ତା ମା ମରିଯାଇଥିଲା। ତେଣୁ ସେ ଗାଈ କ୍ଷୀର ପିଇ ବଡ଼ ହୋଇଛି। ହୋ, ଏଇଠି ଅଛି ପ୍ରକୃତ କଥା। ତ ସେ ଲୋକଟା ଏକଥା ଜାଣିଲା କେମିତି? ସେଇଟା ହିଁ ମଜା କଥା। ସେ ଲୋକ ଜଣକ ବୁଝେଇଲା। ହଁ। ସେ କହିଲା, ଭଲ ନସଲର ଘୋଡ଼ା ଘାସ ଖାଇଲା ବେଳେ ମୁଣ୍ଡ ଉପରକୁ ଟେକି ଖାଏ, କିନ୍ତୁ ଏ ଘୋଡ଼ାଟା ଗାଈ ପରି ମୁଣ୍ଡ ତଳକୁ କରି ଘାସ ଖାଉଛି। ଏକଦମ ଠିକ୍। ମାନେ ତାର ପାଳନ ପୋଷଣ ତାର ସ୍ୱଭାବକୁ ବଦଳେଇ ଦେଇଥିଲା। ବାଃ, ଅବିଶ୍ୱାସନୀୟ। ଏହାପରେ ରାଜା ନିଶ୍ଚୟ ଖୁସି ହୋଇଥିବେ। ବହୁତ ଖୁସି ହେଲେ ଆଉ ତାକୁ ରାଣୀଙ୍କ ମହଲରେ ନିଯୁକ୍ତ କଲେ। ଆଉ ପରବର୍ତ୍ତୀ ପରୀକ୍ଷା ଥିଲା ରାଣୀଙ୍କ ବିଷୟରେ ମତାମତ ଦେବା। ଏଇଟା ତ ଆହୁରି ଜଟିଳ କଥା। ତ ସେ କ'ଣ କହିଲା? ସେ କହିଲା, ରାଣୀଙ୍କର ଚାଲିଚଳଣ ତ ରାଣୀଙ୍କ ପରି, କିନ୍ତୁ ସେ ଜନ୍ମରୁ ରାଣୀ ନୁହନ୍ତି। ବାପ୍ରେ, ଏ କଥା ଶୁଣି ରାଜାଙ୍କ ଅବସ୍ଥା କ'ଣ ହୋଇଥିବ? ସେ ପୁରା ଚକିତ। ସିଧା ଯାଇ ନିଜ ଶାଶୁଙ୍କୁ ପଚାରିଲେ। ଆଉ ସତ କ'ଣ ଥିଲା? ସତ ବାହାରିଲା। ତାଙ୍କ ଶାଶୁ ମାନିଲେ ଯେ ତାଙ୍କର ପ୍ରକୃତ ଝିଅ ମରିଯାଇଥିଲା। ତେଣୁ ରାଜପରିବାର ସହ ସମ୍ପର୍କ ରଖିବା ପାଇଁ ସେମାନେ ଗୋଟେ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଆଣିଥିଲେ। କିନ୍ତୁ ସେ ଲୋକଟା ଏତେ ବଡ଼ କଥା କେମିତି ଜାଣିଲା? ତା ପଛର କାରଣ କ'ଣ ଥିଲା? ହଁ, ସେ କାରଣ ଦର୍ଶାଇଲା। କ'ଣ କହିଲା ସେ? ସେ କହିଲା, ରାଣୀ ସାହିବାଙ୍କର ଚାକରମାନଙ୍କ ପ୍ରତି ବ୍ୟବହାର ବହୁତ ଖରାପ, ଯାହାକି ଜଣେ ପ୍ରକୃତ ରାଜକୀୟ ବ୍ୟକ୍ତିଙ୍କଠାରେ ଦେଖାଯାଏ ନାହିଁ। ଠିକ୍ କଥା। ମାନେ ଆମର ପ୍ରକୃତ ଚରିତ୍ର ସେତେବେଳେ ଜଣାପଡ଼େ ଯେତେବେଳେ ଆମ ପାଖରେ କ୍ଷମତା ଥାଏ। ବିଲକୁଲ। ଆଉ ଏବେ ଆସିଲା ସବୁଠା ବଡ଼ ପରୀକ୍ଷା। ରାଜା ନିଜ ବିଷୟରେ ପଚାରିଥିବେ। ହଁ, ରାଜା ତାଙ୍କୁ ନିଜ ବିଷୟରେ ପଚାରିଲେ, କିନ୍ତୁ ସେ ଲୋକ ଜଣକ ପ୍ରଥମେ ପ୍ରାଣ ରକ୍ଷାର ପ୍ରତିଶ୍ରୁତି ମାଗିଲା। ଆଚ୍ଛା, ପ୍ରତିଶ୍ରୁତି ପାଇବା ପରେ ସେ କହିଲା, ଆପଣ ରାଜାଙ୍କ ପୁଅ ନୁହନ୍ତି କିମ୍ବା ଆପଣଙ୍କ ପାଖରେ ରାଜାଙ୍କ ଭଳି ଗୁଣ ନାହିଁ। ଓଃ, ଏହା ତ ସିଧା ରାଜାଙ୍କ ଅହଙ୍କାର ଉପରେ ଆଘାତ। ରାଜା ନିଶ୍ଚୟ ବହୁତ ରାଗି ଯାଇଥିବେ। ବହୁତ କ୍ରୋଧୀ ଥିଲେ, କିନ୍ତୁ ନିଜକୁ ସମ୍ଭାଳି ନିଜ ମାଙ୍କ ପାଖକୁ ଗଲେ। ଆଉ ରାଜମାତା କ'ଣ କହିଲେ? ପ୍ରକୃତରେ ଜଣେ ମେଷାପାଳକର ପୁଅ, ଯାହାଙ୍କୁ ସେମାନେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। କିନ୍ତୁ ଏହାର କାରଣ ଲୋକଟି କେମିତି ଅନୁମାନ କଲା? ହଁ, ଲୋକଟି ବୁଝାଇଲା, ରାଜାମାନେ ପୁରସ୍କାରରେ ହୀରା, ମୋତି, ଅଳଙ୍କାର ଦିଅନ୍ତି। କିନ୍ତୁ ଆପଣ ମେଣ୍ଢା, ଛେଳି ଆଉ ଖାଦ୍ୟ ସାମଗ୍ରୀ ଦିଅନ୍ତି। ଏହି ବ୍ୟବହାର ଜଣେ ରାଜାଙ୍କର ନୁହେଁ, ବରଂ ଜଣେ ମେଷାପାଳକର ପୁଅର। ସତ କଥା, ଆମର ଅଜାଣତାରେ ହେଉଥିବା ଛୋଟ ଛୋଟ କାମ ହିଁ ଆମର ପ୍ରକୃତ ପରିଚୟ ଦେଇଥାଏ। ତେବେ ଏହି ପୁରା କାହାଣୀରୁ ଆମେ କ'ଣ ଶିଖିଲେ? ଏହାର ସାରାଂଶ କ'ଣ? ଦେଖନ୍ତୁ, ଧନ, ପଦବୀ, ସୁଖ, ସମୃଦ୍ଧି ଏସବୁ କେବଳ ବାହ୍ୟ ଆବରଣ, ଗୋଟେ ମୁଖା ଭଳି। ଜଣେ ବ୍ୟକ୍ତିର ପ୍ରକୃତ ପରିଚୟ ତାର ବ୍ୟବହାରରୁ ହିଁ ମିଳେ। ଆମର ଉଦ୍ଦେଶ୍ୟ ଆମ ବ୍ୟବହାରରେ ଦେଖାଯାଏ, ଆଉ ସେ ବ୍ୟବହାର ହିଁ ଆମ ଭାଗ୍ୟ ତିଆରି କରେ। ଠିକ୍। ତେବେ ଏହି ଆଲୋଚନା ଶେଷରେ ଗୋଟିଏ କଥା ଚିନ୍ତା କରିବା ପାଇଁ ରହିଲା। ହଁ, ନିଶ୍ଚୟ। ଯଦି ଆମର ଛୋଟ ଛୋଟ ଅଜାଣତରେ ହେଉଥିବା ଅଭ୍ୟାସଗୁଡ଼ିକ ଆମର ପ୍ରକୃତ ସ୍ୱଭାବକୁ ଏତେ ସ୍ପଷ୍ଟ ଭାବେ ଦେଖାଏ, ତେବେ ଆମର ଦୈନନ୍ଦିନ କାର୍ଯ୍ୟକଳାପ ଆମ ବିଷୟରେ କ'ଣ କହୁଥାଏ?